କରିବେନି। ନା ତୁ ଏଇ କଥା କହିଲୁ? ନାଇଁ 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 ତମ ମା ଯୋଉ ମେଡିସିନ ପକେଇଲେ ମୋ ଉପରକୁ ମାନେ କଣ ମୁଁ ତାଙ୍କୁ ମନା କରୁଛି ମେଡିସିନ ଖାଇବାକୁ। ମା ମେଡିସିନ ନେଇ ଆସିବି ହେଲା। ଡାଇବେଟିସ୍ ଆଜି ହିଁ ମୋ ମେଡିସିନ ସରି ଯାଇଛି। ଶୁଣୁ ଡାଇବେଟିସ୍ ମେଡିସିନ ଏଇଟା, ବିପି ମେଡିସିନ ଏଇଟା। ତୁ ଯାହା କରୁଛୁ କର, ମେଡିସିନ ଖିଆ ଜମା ବନ୍ଦ କରିବୁନି। ଆମେ ଆଜି ମୋର ସରି ଯାଇଥିଲା ସେଇ ବିପିଟା ତ ଲାଷ୍ଟ ଖାଇଥିଲି ଆଉ। ହଁ ହଁ ଏଇ ମୁଁ ଆଜି ପଳେଇବି, ଟିକେ ଜଲ୍ଦି ଯିବାର ଅଛି। ସେ ଆମର ଗୋଟେ ଗଭର୍ଣ୍ଣମେଣ୍ଟ ନୂଆ ନିୟମ ଗୋଟେ ବାହାରି କରିଛି ହେଲା। ସେ ନୂଆ ନିୟମ କଣ ଜାଣିଛୁ ମା? ସେ ଗାଡି ଗୋଟେ ଲେଖା ସମସ୍ତେ ପାଇବେ। ମାଗେଣା? ମାଗେଣା ମାଗେଣା କାହିଁ ପାଇବେ? ପାଇବେ ମାନେ କଣ? ଆରେ ତା ଦେହରେ ଏକ୍ସଟ୍ରା କିଛି ପଇସା ଲାଗିବନି। ସେ ଗାଡିର ଦାମ ଯାହା ସେତିକି, କିନ୍ତୁ ସେ ପଇସା ତମେ 10 ବର୍ଷରେ ଆରାମସେ ସୁଝିବ, କିଛି ଅସୁବିଧା ନାହିଁ। ଗାଡି କିଣିବା ଆମେ? ହଁ ଗାଡି ଗଭର୍ଣ୍ଣମେଣ୍ଟ ଦବ, କିଣିବାକୁ ପଡିବ, କିନ୍ତୁ ତମେ 10 ବର୍ଷରେ ପଇସା ସୁଝିବ, ଅଳ୍ପ ଅଳ୍ପ ପଇସା ସୁଝିବାକୁ ପଡିବ। କିନ୍ତୁ ମୁଁ ଭାବିଛି ସେ ଧନ୍ଦାରେ ମୁଁ ପଶିବିନି, ସେ କିସ୍ତି ଫିସ୍ତି ଧନ୍ଦାରେ ମୁଁ ଆଉ ପଶିବିନି। ତୁ ତତେ ସୁଝିବାକୁ ପଡିବ ନା ଯିଏ କିଣିବ ସିଏ ସୁଝିବ ନା କଣ? ହଁ ଯିଏ ମୋ ନାଁରେ ଆସିବ ନା ଗାଡିଟା, ମୁଁ ଯେହେତୁ ଚାକିରି କରିଛି ମୋ ନାଁରେ ହିଁ ଗାଡିଟା ଆସିବ। ସେ ଗଭର୍ଣ୍ଣମେଣ୍ଟର ଗୋଟେ ନିୟମ। ଶୁଣ ମୁଁ କଣ କହୁଛି କହିଲୁ, ତମ ସାନ ଟୋକାଟାର ତ ଗାଡିଟା ଭାଙ୍ଗି ଗଲାଣି ଲୋ। କେତେ ଠାରୁ ମତେ କହିଲାଣି ମା ଗାଡି କିଣେଇଦେ, ଭାଇକି କହ ଗାଡି କିଣେଇଦବ। ଏତେ ଅଭାବ ଅନାଟନ ମୁଁ କଣ କହିବି? ଖାଲି ତୋ କଥା ଶୁଣିକିନି ମୁଁ ଗୋଟେ କଥାରେ ରାଜି ହେଇଯାଉଛି, କିନ୍ତୁ ମୁଁ ଗାଡି ଫାଡି ଆଣିପାରିବିନି। ଶୁଣ ତୁ ତାକୁ କିଣେଇଦେ, ମୁଁ ତତେ ରୀତି ମୁତାବକ ଦେବି, ତାଠୁ ପଇସା ଆଣି ତତେ ଦେବି, କିସ୍ତି ଚାହିଁବି ମୁଁ ଦେବି। ହଁ ସେ ଯୋଉ ଲ୍ୟାପଟପ ଆଣିଥିଲି 50,000 ଟଙ୍କା ଦେଇକି, ତା କିସ୍ତି ତମେ କେମିତି ଦଉଥିଲ ସବୁ? ଛାଡ ଛୁଆ ସାନ ଭାଇଟା, ଶୁଣ ମୋ କଥା ମାନେ ତାକୁ ଦବା ଭାରି ହଇରାଣ। ହେଇ ସେଇ ସାନ ଭାଇ ଭାବିକିନି ଲ୍ୟାପଟପ ଆଣିକି ଦେଇଥିଲି, ମୁଁ ପଇସା ନେଲିନି। ସେଇ ଭଙ୍ଗା ଗାଡି କହ ତାକୁ ସଜାଡିକି ଚଳିବ, ମୁଁ ସେ କିସ୍ତି ଫିସ୍ତିରେ ମଝିରେ ବସି ପାରିବିନି। ଶୁଣୁ ତାକୁ ଗୋଟେ ଗାଡିଟା କିଣେଇଦେ, ସଇଲେ ଆଉ କିଛି ଦବାନି। ଗାଡି ଗୋଟେ କିଣେଇଦବୁ ସରିଲା, ସିଏ ତୋର ପଇସା ସୁଝିବ, ତୁ ଆଉ ମୁଣ୍ଡ ପୁରାନା। ଗାଡିଟା କିଣିଦେ କାଇଁ ଗଭର୍ଣ୍ଣମେଣ୍ଟ ତ ଦଉଛି, ତୋର କଣ ହାତରୁ ପଡୁଛି? ଗଭର୍ଣ୍ଣମେଣ୍ଟ ବା ଦଉଛି। ଓହୋ ହାତରୁ ପଡୁଛି ଯେ, ତାଠାରୁ ଆଉ ଗୋଟେ ବଡ ଟେନସନ। ସାନ ଟୋକାଟା କିଣେଇଦେ ରେ। ନାଇଁ ନାଇଁ ମା, ତୁ ଆଉ ମତେ ସେ ଟେନସନ ଜମା ଦେନା। ତୁ ଖାଲି ସବୁବେଳେ ସେ ସାନ ଟୋକା ହଉଛୁ, ବୁଝିଲୁ? ତା ସକାଶେ ମୁଁ କିଛି କରିପାରୁନି। ଶୁଣ କାରଣ ଏମିତି ଗିରେ ଗିରେ ହଉଛୁ କହିଲୁ? ଏଇ ଦେଖେ ମୋର ସେ ସ୍ତ୍ରୀର ସେ ହାରଟା ପସନ୍ଦ ଥିଲା, ଆଣିବ ବୋଲି କହୁଥିଲା, ମୁଁ ତାକୁ ବି ଆଣିଲିନି। ଏମିତି ହାର କାହିଁ ପକଉଛି ମୁଁ ଏତେ? ସବୁବେଳେ ତାର ଦରକାର ପଡୁଛି। ଗାଡି କିଣା ହବ, ଅଳ୍ପ ଗାଡି କିଣା ହବ। କିଛି ଦେଖ ମା, ମୁଁ ସେ ଇଏରେ ଟେନସନରେ ପଶି ପାରିବିନି, କି ମୁଁ କାହାର କିସ୍ତି ସୁଝି ପାରିବିନି। ତୁ ତୋର ଯାହା କରୁଛୁ କର, ମୁଁ ଏବେ ଆଉ ସେ ବିଷୟରେ ମୁଁ ଆଉ କଥା ହେଇପାରିବିନି। ଶୁଣ ମା କାହିଁ ଶୁଣ ଟିକେ। ହଇଓ କୁଆଡେ ଯାଉଛ? ଯାଉଛି କଣ ହେଲା, କାମ ଅଛି। ବସୁନ। କାହିଁକି? ବସ ତମେ। ବୋଉ କଣ କହୁଥିଲେ? କଣ କଥା ହଉଥିଲ? ଓହୋ ଆମେ ମା ପୁଅ ସେ ସାନ ଟୋକା ବିଷୟରେ କଥା ହଉଥିଲୁ। ମିଛ କୁହନା, ମୁଁ ଶୁଣିଛି ତମେ ଗାଡି ବିଷୟରେ ହିଁ କଥା ହଉଥିଲ। ହଁ ସେ ଗାଡି ବିଷୟରେ ଆମେ କଥା ହଉଥିଲୁ। ଏବେ ଗଭର୍ଣ୍ଣମେଣ୍ଟ ଗୋଟେ ନୂଆ ନିୟମ ବାହାରି କରିଛି। କଣ? ଆମେ ଯୋଉମାନେ ଚାକିରି କରିଛୁ, ସେ ଗାଡି ଗୋଟେ ଲେଖା ସେ ଆମକୁ ଦବ। ସେ 10 ବର୍ଷରେ କିସ୍ତି ସୁଝା ହବ, ତାର ଅଳ୍ପ ଅଳ୍ପ କିସ୍ତି ଦିଆହବ। ତାହେଲେ କିଣି ଆଣ। ଓହୋ କିଣି ଆଣିବି, ତା କିସ୍ତି କିଏ ଭରିବ? ଆମ ସାନ ଟୋକା। ତମ ସାନ ଟୋକା କିସ୍ତି ଭରିବ? ଆମ ସାନ ଟୋକାର ତ ଗାଡି ଆସିବ, ତମ ସାନ ଟୋକା କାହିଁ କିସ୍ତି ଦବ? ତମ ସାନ ଟୋକାରେ କଣ ପାଇଁ ଗାଡି ଆସିବ? ସେ ଗାଡି ଆମ ସାନ ଟୋକା ପାଇଁ ଆସିବ। ଏଇ ମା ପୁରା ଗୋଟେ ଜିଦି ଧରିକି ବଇଛି ଯେ ତା ସାନ ଟୋକା ପାଇଁ ହିଁ ଗାଡି ଆସିବ। କାଇଁ ମାକୁ କହିଲେନି? ସାନ ଟୋକା ଯେତେବେଳେ ଲ୍ୟାପଟପ, ତମ ସାନ ଟୋକା ଯେତେବେଳେ ଲ୍ୟାପଟପ ପାଇଁ ପଇସା ନେଇଥିଲା, ସେ ପର୍ଯ୍ୟନ୍ତ ଫେରେଇଲେନି? ଓହୋ ସେ ସାନ ଭାଇଟା ହବ, ମୁଁ କଣ ତାକୁ ସେ ପଇସା ମାଗି ପାରିବି? ତମର ଯେମିତି ସାନ ଭାଇ ହବ ପଇସା ମାଗିବ, ଆମ ସାନ ଟୋକା ତମକୁ କେବେଠୁ କହିଲେଣି ଭାଇନା ମୋର ଟିକେ ଗାଡି ଦରକାର। ହେଇ ଦେଖ ନା, ତମ ସ୍ତ୍ରୀ ହିସାବରେ ତମକୁ ଛାଡି ପାରିବି ନା, ମା ହିସାବରେ ମୁଁ ତାକୁ ଛାଡି ପାରିବି? ତମେ କାହାକୁ ଛାଡିବା ଦରକାର ନାହିଁ। ମୁଁ କହିଲି ଗାଡି କିଣା ହବ ମାନେ ମୋ ସାନ ଭାଇର ହିଁ କିଣା ହବ। ହଁ ସେଇ କଥା ହିଁ ମା କହୁଛି, ଗାଡି କିଣା ହବ ମାନେ କିଣା ହବ ଆମ ସାନ ଟୋକାର। ତ ତମେ 2 ଜଣ ଏଥର ବସିକି ଗୋଟେ ଫାଇନାଲ କର ଯେ ଗାଡି କୋଉ ସାନ ଟୋକାର ଆସିବ। ଗାଡି ଆସିବ ମାନେ ଆମ ସାନ ଟୋକାର ହିଁ ଆସିବ, ତମେ ବ୍ୟସ୍ତ ହନ। ମୁଁ ମାଙ୍କ ସହିତ କଥା ହେଇଛି। ଓହୋ ମୁଁ ଏତେ ଝଗଡା ଝାଟିରେ ତମ ସାଙ୍ଗରେ ପଶି ପାରିବିନି। ତମେ ଆଗ ବୋଉ ଆଉ ଶାଶୁକୁ ମିଶିକି କଥା ହୁଅ କୋଉ ସାନ ଟୋକାର ଗାଡି ଆସିବ। ହଁ ମୁଁ ଯାଉଛି କଥା ହେଇଯିବି ତମ ତମେ କଥା ଗାଡି ହୁଅ, ଯାଅ। ଆସିବ ମାନେ ଆମ ସାନ ଟୋକାର ହିଁ ଆସିବ। ସବୁବେଳେ ବୁଢୀ କଣ ରଙ୍ଗ କରୁଛି? ମା
ମା କଣ ଶୋଇଛ ନା କଣ ବା? ଶୋଇବାକୁ ଯାଉଥିଲି। କଣ ହେଲା କି ଏଡେ ତ ଡାକ ପକଉଛୁ? ନାଇଁ ତମେ କଣ କହିଛ ତମ ପୁଅକୁ? ମୋ ପୁଅକୁ କଣ କହିଲି? ଗାଡି କାହା ପାଇଁ ଆସିବ? ତତେ ଯାଇ ପଡିଥିଲା ଦୋକାନରେ? ଦେଖ ମା ମତେ ସେଗୁଡା ଶୁଣାଅନା। ଗାଡି ଆସିବ ମୋରି ସାନ ଭାଇ ପାଇଁକା। କାଇଁ ତୋ ସାନ ଭାଇ କଣ କରୁଥିଲା କି? ତମ ସାନ ପୁଅ ଏମିତି କଣ କରୁଛି କି? ନାଇଁ ମୋ ସାନ ପୁଅ କଣ କରିନି କି? ତୋ ତ ଭାରି ସାହସ। କଣ କରୁଛି? ଘର ତ ଚଳଉଛନ୍ତି ଇଏ, ତମ ମେଡିସିନ ଆଣି ଦଉଛନ୍ତି ଇଏ, ସବୁ ତ ଯାହା ଘରର ଟିକେ ଟିକେ ତମ ଝିଅ ଘରଠୁ ନେଇ ତମ ମାନେ କୁଆଡେ 14% ଯାହାକୁ ଯାହା ବ୍ୟବହାର ଦଉଛନ୍ତି ସବୁ ଇଏ ଦଉଛନ୍ତି। ଗୋଟାଏ ତ ଦେଖିଛ ଗଭର୍ଣ୍ଣମେଣ୍ଟ ଚାକିରି ନା କଣ ପୁଅ ଗଭର୍ଣ୍ଣମେଣ୍ଟ ଚାକିରି କରିଛି ସମସ୍ତେ ଘରେ ପୁରଉଛନ୍ତି। ତା ସହିତ ପୁଅ ଚାକିରି କଲା, ତା ସାନ ଭାଇ ତା ପାଇଁ କେତେ ଦୌଡିଛି। କଣ ଦୌଡିଛି ମ? କଣ ଦୌଡିଛି? ସେ ଏବେ ମାଗିଲା 6 ମାସ ହେଇନି ଲାପଟପ ଦିଅ ନା କଣ ପଇସା ସୁଝି ଦବ। ଭାରି କଣ ହେଇଥିଲା ତମ ପୁଅ କହିଲା ଦେଇଥା ସାନ ସୁଝି ଦବ। ଘରୁ ଆସିକି ଦେଇଛୁ? ମୋ ଘରୁ ନୁହଁ, ମୋ ଘର କଥା ପଡିନି, କଥା ଏଠି ପଡିଛି କି ସବୁ ତ ସେଇ କରୁଛନ୍ତି ନା। ହଁ କରନ୍ତାନି? ନା ଯେତେବେଳେ ବାଣ୍ଟ କୁଣ୍ଟ ହଉଛି ସବୁ ତ ପାଇଁ ପୁରା ସମାନ ସମାନ ମାଟି ଦଉଛ। ନାଇଁ ମୋ ସାନର ଏଇଟା, ମୋ ବଡର ଏଇଟା, ମଝିର ଏଇଟା, ସେତେବେଳେ କଣ ମନେ ପଡୁନି ନା ଏଇ ପୁଅ ସବୁ କରୁଛି ଆକୁ ଆରି ପାଇଁ ଅଧିକା ରଖିଦବା? କାହିଁକି ତୁ ତ ଭାରି ମୁହଁ କରୁଛୁ? ମୁଁ ମୁହଁ ବାହା କରିନି, ମୁଁ ପୁରା ଯାହା କହୁଛି ନିରାଟ ସତ୍ୟ କଥା କହୁଛି। ତମକୁ ଲାଗୁଥିଲେ ଲାଗୁ, ଖରାପ ଲାଗିଲେ ବି ମୋର କିଛି କହିବା ନାହିଁ। ସେ ଟୋକା କଣ ମୁଁ କହୁଛି ଗାଡି ଆସିବ ମୋ ସାନ ଭାଇ ପାଇଁକା। କାହିଁକି ତୋ ସାନ ଭାଇ ମୋ ସାନ ଭାଇ କଣ ଟେକି ଧରିଥିଲା? ମୋ ସାନ ଭାଇ ଟେକି ଧରିଥିଲା ତମ ପୁଅକୁ ଆସିକିନା। ମୋ ସାନ ଭାଇ ଟେକି ଧରିଥିଲା ତମ ପୁଅକୁ। ରହିଲେ ରହ ନହେଲେ ବାହାରି ପଳା। ମୋ ଘର ହଁ ରହୁନ ତମ ଘର ତମ ସାନ ପୁଅକୁ ମୁଣ୍ଡେଇ ଚାଲ ଆମେ ଚାଲୁ ସ୍ୱାମୀ ସ୍ତ୍ରୀ ବାଟରେ। ଓହୋ ଚାକିରିଆ ପୁଅଟା ତ ନେଇଯିବୁ। ଚାକିରି କରେଇକି ଚାକିରି ମୁଁ କରେଇନି କିନ୍ତୁ ତମେ ବି ବହୁତ ଅନ୍ୟାୟ କରୁଛ। ଚାକିରି ମୁଁ କରେଇନି। ଖୁଏଇଲେ ପିଏଇଲେ ପାଠ ପଢେଇଲେ ଷାଠ ପଢେଇଲେ ଚାକିରି ପାଇଁ ଲାଗିଲେ ଚାକିରି କଲେ ଏଇଟା ତ ସ୍ୱାମୀ ହେଇଗଲା। 2 ବର୍ଷରେ ତୋ ସ୍ୱାମୀ। ସେଇଥିପାଇଁ ତ ସକାଳ ସନ୍ଧ୍ୟା ଯେତେ ମେଡିସିନ ହଉ ତମର ଯେତେ ଯାହା ଖର୍ଚ୍ଚ ସବୁ କରୁଛନ୍ତି। ମୁଁ ସେଥିରେ କେବେ କହିନି, ମୁଁ କେବେ କହିଛି? କହିଥାନ୍ତୁ। ମୁଁ କରିବିନି ନାହିଁ, ମୁଁ ସେ ଘର ଝିଅ ନୁହେଁ, ମୁଁ କରିବିନି। କିନ୍ତୁ ତମ ସାନ ପୁଅକୁ ଦେଇ ମୁଁ ବି ଦେଖୁଛି ଯାହା ଯୋଉଠି ଟିକେ ହେଲେ ନା କଣ ସାନ ପୁଅ, ତମ ସେ ସାନ ପୁଅ ଭଲ ପାଇବ, ତମ ସାନ ପୁଅକୁ ଧରି ତମେ ରୁହ। ଯଦି ତମର ଅସୁବିଧା ଅଛି ଆମର ଏ ଘରେ ରହିବାରେ ଆମେ ଆମ ବାଟ ଦେଖି ପଳେଇବୁ। ସବୁ ଦେବି ମୋ ସାନକୁ। ଯିଏ କରିବ ମୁଁ ତାକୁ ହିଁ ଦେବି। ଠିକ ଅଛି ମୁଁ ବି ଦେଖିବି। ମୋ ଭଲ ମନ୍ଦ ବୁଝୁଛି। ହଁ ମୁଁ ଜାଣିଛି। ସେଦିନ ସେଇଟା ସେ ଟିକେ କହିଲେ ପାନ ଆଣି ଦିଟା ଦେବାକୁ 10 ଟଙ୍କା ତା ପାଖରେ ନଥିଲା। 10 ଟଙ୍କା ଥିଲା। କୋଉଠୁ ଆଣିବ? ଓହୋ ତମେ ବୋଧେ ଜାଣିନା। ଖାଲି ଆଙ୍କଲି ଗଭର୍ଣ୍ଣମେଣ୍ଟ ଚାକିରି ତ ଆଖି ଦେଖାଉଛି। ସିଏ ଯୋଉ ଏଡେ କଣ୍ଟ୍ରାକ୍ଟ କରି ପଇସା ଇନକମ୍ କରୁଛନ୍ତି ସେଗୁରା ଆଉ ଦେଖାଯାଉନି। ସେଗୁରା ଟିକେ ତୋ ସମ୍ବଳ ଇନକମ୍ କରି ପକାଉ। ନା ମୋ ସ୍ୱାମୀ ସେ ବହୁତ ଢେର ଇନକମ୍ କରୁଛନ୍ତି କିନ୍ତୁ ସେ ଟଙ୍କାଟା କାହାକୁ ଦେବେନି। ଆଉ ତମ କାନ ପୋଡିକିନା ନେଲା ବେଳକୁ ଭଲସେ ନେଇ ଯାଉଛନ୍ତି। ମୁଣ୍ଡ ଖରାପ କର। ତମେ ମୁଣ୍ଡ ମେଡିସିନ ତ ସ୍ୱାମୀ ଆଣିଛି। ଏଇଟା ତ ସ୍ୱାମୀ ମେଡିସିନ। ଆଜିଠୁ ମୁଁ ମେଡିସିନ ବି ଖାଇବିନି ହେଲା। ସେଇଟା ତମ ଖୁସି, ତମେ ମେଡିସିନ ଖାଇବ ନା ଖାଇବିନି। ଆଜିଠୁ ମୁଁ ଅନ୍ନ ଗ୍ରହଣ କରିବିନି। ମୋ ପୁଅ ଆସୁ। ହଁ ତମ ସାନ ପୁଅ ଅନ୍ନ ଗ୍ରହଣ କରିବ। ମୁଁ ଯାଉଛି, ମୋ ଭାଇର ଗାଡି କିଣା ହବ ମାନେ କିଣା ହବ। ଶୁଣୁଛ ନା? ଶୁଣୁଛ? କୁଆଡେ ଗଲ ମ? କୁଆଡେ ଗଲ? ଆସ ତମ ମାର ରୋଲ ଦେଖ କଣ କରୁଛନ୍ତି ସେଠି। ଆସ ମୋ ମାର ପୁଣି କଣ ରୋଲ? ଦେଖ ସେଠି ରୋଲ ଡବା ପକାଇ ମେଡିସିନ ଡବା ପକାଇ କି ରୋଲ କରୁଛନ୍ତି ଦେଖ ତମ ମାର। କହିଛନ୍ତି ଆଜିଠୁ ମେଡିସିନ ଆଉ ଖାଇବେନି କି ଦାନା ପାଣି କିଛି ନେବେନି। ସରି ଦାନା ପାଣି କହିଲେ ତମ ମାଙ୍କୁ ପୁଣି ବାଧିବ। ଖାଦ୍ୟ ଗ୍ରହଣ କରିବେନି। ମା 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 ଉଠ ତୁ। କଣ ହେଇଛି କହିଲୁ? କାହିଁକି ଜଣ ଯାକ ଏମିତି କାମୁଡା କାମୁଡି ହଉଛ? ତମ ଜାଗାରେ ବୋଧେ ମୁଁ ଆগে ଘରେ ରହିପାରିବି। କହୁଛନ୍ତି କଣ ଶୁଣି ସାର। ଟିଙ୍କି ତମେ ବି ହୋନା ମେଡିସିନ ଖାଇବେନି ଆଉ ଖାଦ୍ୟ ଗ୍ରହଣ କରିବେନି। ନା ତୁ ଏଇ କଥା କହିଲୁ? ମା ତୁ ଯଦି ଏମିତି ମେଡିସିନ କହିକି ଫୋପଡ଼ା ଫୋପଡ଼ି କରିବୁ। ନାଇଁ ତମ ମା ଯୋଉ ମେଡିସିନ ପକେଇଲେ ମୋ ଉପରକୁ ମାନେ କଣ ମୁଁ ତାଙ୍କୁ ମନା କରୁଛି ମେଡିସିନ ଖାଇବାକୁ? ମୁଁ ଓହୋ ସିଏ ବୁଢୀ ହେଲାଣି, ସିଏ ଯାହା କରିବ ତମେ କଣ ସେଇଆରେ ଯିବ? ମତେ ଏତେ କଥା ଶୁଣାଅ ନା। ସେ ମେଡିସିନ ଖାଇବେନି। ସେ କହିଛନ୍ତି ମତେ ତୁ ଘରୁ ବାହାରି ଯା, ମୁଁ ଘରୁ ବାହାରିଯିବି, ତମେ ମୋ ସହିତ ଯିବ କି ନାହିଁ? ଓହୋ ତମେ କଣ କରୁଛ କହିଲ? ମୁଁ ଆଉ ତମ ଏ ଜାଗାରେ ରହିପାରିବିନି। ତମେ ସବୁବେଳେ ଏମିତି ରଙ୍ଗ କରିକିନା ଯାଉଛ, ଏଟା ଭଲ କଥା ନୁହଁ। ମୁଁ ଏଠି ସହିବାକୁ ନାହିଁ। ତମ ମା କଥା କି ତମ କଥା ମତେ ସହିପାରିବିନି। ଆଜି ଫଇସଲା ହବ ମାନେ ଫଇସଲା ହବ। ତମ ସାନ ଭାଇ କରିବ କି କଣ କରିବ କି ତା ଗାଡି କିଣା ହବ କି ଘୋଡା କିଣା ହବ ତୁ ଫଇସଲା କରିବୁ। ଘରୁ ବାହାରି ଯା। ମୋ ଘରୁ ତୁ ବାହାରି ଯା। ଏମିତିରେ ବି ତମେ ଏତେ ରୋଲ କର ନା, ମୁଁ ବି ତମ
ଘରେ ରହିବାକୁ ଚାହୁଁନି। ଦରକାର ନାହିଁ। ମୁଁ ବି ରହିବାକୁ ମୋ ପୁଅ ଚାହୁଁନି। ଗଭର୍ଣ୍ଣମେଣ୍ଟ ଚାକିରି